ଆଜ୍ଞା ଆମେ କ'ଣ କହିଥିଲୁ ସକାଳେ ଆମେ ରୋଷେଇ କରିବୁ। ଆମେ ରୋଷେଇ କରିକି ଖେଳିକି ଇଏ ପୁରା ମାଟି ପୁରା ଫୋପାଡ଼ି ଛିଞ୍ଚୁଡ଼ି କରିକି ସବୁ କପଡ଼ା ହେଇଗଲା। କପଡ଼ା ନୁହେଁ ମୋର ହେଇନଥିଲା ଆରି ହେଇଥିଲା ଆଜି ମୋର ସବୁ ଆଉ ସେଇ ଯେଉଁ ପୁଅଟା କୁନି ପୁଅଟା ନଥିଲା ସେ ଶୋଇଛି ଭାରି ବଦମାସଟା। ଆପଣ ଯେଉଁ କାଲି ଯେଉଁ ଛୁଆଟା ଦେଖିନଥିଲେ ଇଏ କହୁଥିଲା ସେ ଝିଅଟା ଭାରି ବଦମାସ ସତରେ। ଆଜି ଆମେ କୋଲ ଛୁଆ ସାଙ୍ଗରେ ଖେଳିଛୁ। ଇଏ କୋଲ ଛୁଆ ମାନେ କ'ଣ ଗୁଙ୍ଗା ନା ଆମ କଥା ବୁଝୁଛନ୍ତି କିନ୍ତୁ ଆମେ ତା କଥା କିଛି ବୁଝିପାରୁନୁ। ନେନା ଦିଦି ଇଏ କିଛି କହିପାରୁନି, ତାକୁ ଶୁଭାବନି, ଆଉ ମୋତେ କହୁଛନ୍ତି ପୁଣି ନା ଲୋ ଇଏ କ'ଣ କହୁଛି ଆକୁ କିଛି ବୁଝା ଯାଉନି ମୋତେ କିଛି ବୁଝା ଯାଉନି। କୋଲ ଛୁଆ ମାନେ କ'ଣ କହୁଛନ୍ତି କିନ୍ତୁ କାହ୍ନା ଭାଇ କହୁଛି ହେଲା ୟୁଜୁମ୍ ପେ ସିଏ ଗୋଟେ ଭାଇ ରୋଷେଇ କରିଥିଲେ ଅଲଗା ଭାଇ ଗୋଟେ ଆମ ଏଇଠି ଆମେ ସବୁବେଳେ କହୁଛନ୍ତି ରାବିସାଣ। କ୍ଷୀରି କ'ଣ ଧଳା ଥାଏ ନା କିନ୍ତୁ ସେ କ'ଣ ଧଳାକୁ ପୁରା ଗୋରା କରିଦେଲେ ଚିକି କରି। ହଁ ଆମକୁ ଖାଲି ରାବିଶ ଆଣିବାକୁ କହୁଥିଲେ। ରାବିଶ ମୋ ହାତ ଗୋଡ଼ ଆଉ ମୋ ରାବିଶ ଚାଲିକି ମୋ ଗୋଡ଼ ଆ ପାଇଁ ମୁଁ ଚାଲିଲି ମୋ ଗୋଡ଼ ପୁରା ଇଏ ହେଇଗଲା କାନ ପାଇଁ ମୋ ଗୋଡ଼ ପୁରା ଧଳା ହେଇଗଲା। ନାଚ କାହ୍ନା ଭାଇ ହେଲା ଗୁହ ନେଇ ଆମ କାଦୁଅ ନେଇ ସେ ଆମକୁ ବାଲି ପକେଇ ସୁନ୍ଦର କରିଦେଇଛି। ଗୋଟେ ନାଲି ରାବିଶ ନୁହେଁ ନାଲି ରାବିଶ ଗୋଟେ ଅଛି ଇଟା ଗୁଣ୍ଡ ନାଲି ଇଟା ସେଇ ଗୁଣ୍ଡ ଲଙ୍କା ଗୁଣ୍ଡ କରିଛୁ ଆମେ ତାକୁ ଆମେ ରାବିଶ ଧଳା ରାବିଶ ଥିଲା ସେଇଟା କ'ଣ କରୁଛୁ ନା ସେ ଆମେ ତାକୁ ଲୁଣ ବନେଇଛୁ ଟିକେ ମସଲା ଫସଲା ପକେଇ ତାକୁ ଗୋଟେ ଲୁଣ ଟାଇପ୍ର କରିଛୁ। ସେଇଥିପାଇଁ ଆମେ ଅନାଥ ଆଶ୍ରମ ମିଛିଆ କରୁଛୁ। ଆମେ ମାନେ ଛୋଟ ପିଲା ଖେଳୁଛୁ ଏବେ ସେଇ କଥାଟି ଆମର କହିକି ଜୟ ଜଗନ୍ନାଥ ରୁହନ୍ତୁ ଜୟ ଜଗନ୍ନାଥ କଥା ସରିଲା ବୋଧେ ସେଇଥିପାଇଁ କହୁଛି। ଆଉ ଜାଣିଛ ମାନେ ସେଇ ଯେଉଁ କୋଲ ଛୁଆ ମାନେ କୁହନି ମୋତେ ଭାରି ହସ ଲାଗେ। ଆଉ ମୁଁ ଏବେ ଯୋଉଠି ବି ଜାଣିଛ ଗୋଟେ କୋଲ ଛୁଆ ଆମେ ପାଣିରେ ତାକୁ ଆମେ ଟିକେ ଯେଉଁ ଫାରମ ବାଲି ତାକୁ କହୁଛନ୍ତି କିନ୍ତୁ ମୁଁ କୁହେ ତାକୁ ସିଲ୍କ ବାଲି। ଜାଣିଛ ନା ଗୋଟେ ଛୁଆଟେ ହେଲେ ପାଣି ଆମେ ଆଣିବା ଯାଉଥିଲୁ ପାଣି ନୁହେଁ ବାଲି ଫାରମ ବାଲି ସିଲ୍କ ବାଲି ହେଲା। ସିଏ ପୁରା ଆକୁ ଦେଖି ପୁରା କାନ୍ଦିଲା ନା କ'ଣ କିଛି କହିନି କରିନି। ଜାଣିଛ ମୁଁ ଯେତେବେଳେ ଏମିତି କଲି ସେ ଏମିତି କହିଲି ଯେତେବେଳେ ସିଏ ତା ବଡ଼ ଭଉଣୀ ଟିକେ ବଡ଼ ଥିଲା କିନ୍ତୁ କିଛି କହିପାରୁନଥିଲା ତାଠୁ ଟିକେ ବର୍ଷେ ବଡ଼ ଥିଲା। ଛୋଟ ଛୁଆ ହଁ ଆମର ବହୁତ ଛୋଟ। ଆଜ୍ଞା ଆପଣ ଗୋଟେ କଥା ଜାଣିବାକୁ ଚାହୁଁଛନ୍ତି କିନ୍ତୁ ଆମେ ଦୁଇ ଜଣ ଭଉଣୀ ଯେ କିନ୍ତୁ ଇଏ ହେଲା ମୋ ମାମୁଁ ଝିଅ ଆଉ ମୋର ମାମୁଁ ପୁଅ ସିଏ ଏତେ ବଦମାସ ଏତେ ଦୁଷ୍ଟ କୁହନି। ମୁଁ ଯୋଉଠି ଏବେ ଅଛି ଏଇଟା ହେଲା ମୋ ମାମୁଁ ଘର। ଆଜ୍ଞା ଦେଖ ଖେଳନାକୁ ଭାଙ୍ଗିକି ଚୁନା କରିକି କ'ଣ କରିଛି ଶୁଣ ଏ ଯେଉଁ ଆମେ ପାଣି ଆଣିବା ଯାଇଥିଲୁ ସେ ଆମେ ଯେତେବେଳେ ପାଣି ଆଉ ବାଲି ହେଲା ଆଣିବା ଯାଉଥିଲୁ ଥରେ ବାଲି ଥରେ ପାଣି। ହଁ ସେ ମାମା ଜୟ ଜଗନ୍ନାଥ ନୁହେଁ ଇଏ ଆର କଥା ସରିଗଲାଣି ମୋ କଥା କିନ୍ତୁ ଏବେ ଜଣ ସରିନି। କିନ୍ତୁ ଗୋଟେ କଥା ଜାଣିଛ ମାନେ ମୋ ମାମୁଁ ଘରକୁ ଆସିଛି ବହୁତ ଖୁସି ଲାଗୁଛି ମାନେ ଏଇଠି ରହିବାକୁ ଭଲ ଲାଗୁଛି। ମୋତେ ରହିବାକୁ ଭଲ ଲାଗୁଛି ଖେଳିବାକୁ ବି ବହୁତ ଇଚ୍ଛା ହେଉଛି ଖେଳିଛି ମାନେ ଆଜି ଆମେ ମୋ କଥା ଶୁଣ ମାନେ ଦେଖ ଆମେ ଖେଳିକି ବାଲ୍ଟି ନେଇକି ମାନେ ଗୋଟେ ବାଲ୍ଟି ଗୋଟେ ଛୋଟିଆ ବାଲ୍ଟି ତାକୁ ନେଇକି ବାସନ ନେଇକି ତାକୁ ରୋଷେଇ କରିକି କେତେ ବାଜି ଦେଇଛି ପୁରା ମାଟି ଇଏ କରିକି ଚା କରିଦେଇଛି ମାଟି ପାଣି ଚା କରିଦେଇଛି ପୁରା ଚା ଭଳିଆ ଦେଖାଯାଉଥିଲା ଥଣ୍ଡା ଚା। ଆଜ୍ଞା ତମେ ଗୋଟେ କଥା ଜାଣିଛ ଇଏ ମୋଠୁ ବର୍ଷେ ସାନ ମାନେ ଆ ବାର୍ଥଡେ ହେଲା ମାର୍ଚ୍ଚ 1ରେ ଆଉ ମୋ ବାର୍ଥଡେ ହେଲା ମାର୍ଚ୍ଚ 2ରେ ମାନେ ମୁଁ ଆଠୁ ବର୍ଷେ ବଡ଼ ଆଉ ଇଏ ହେଲା ମୋଠୁ ବର୍ଷେ ସାନ। ଆଜ୍ଞା ଏଇ କଥାଟା ମୁଁ ଜାଣିବାକୁ ଚାହୁଁଛି
ମୋର 10 ବର୍ଷ ଆଜ୍ଞା କିନ୍ତୁ ମୋର 10 ବର୍ଷ ଆଉ ଆର 9 ବର୍ଷ କିନ୍ତୁ କ'ଣ ହେଇଛି ନା ମୋର ଚତୁର୍ଥ ଆର ହେଲା ତୃତୀୟ ଇଏ ଥରେ ଗୋଟେ କ୍ଲାସ୍ ଛାଡ଼ି ଦେଇଥିଲା ତାର ଏବେ ମିଛିଆ ଚତୁର୍ଥ କିନ୍ତୁ ଏବେ ଆର ତୃତୀୟ ଚାଲୁଛି ତୃତୀୟ ହେଲା ମୋର ଏବେ ଚତୁର୍ଥ ହେଲା ଆଉ ଆର ଏବେ ଯେଉଁ ଏକ୍ଜାମ୍ ଚାଲୁଛି ସରିଗଲା ଏକ୍ଜାମ୍ ସରିବ ମାନେ କାଲି ବି ଗୋଟେ ଏକ୍ଜାମ୍ ଅଛି କାଲି ମୁଁ ପଳେଇବି ଆଉ ଇଏ ବି ତା ମାମୁଁ ଘରକୁ ପଳେଇବ ଆଉ ମୁଁ ଭୁବନେଶ୍ୱର ପଳେଇବି କାହିଁକି ନା ମୋ ଘର ହେଲା ଭୁବନେଶ୍ୱର ଆଉ ମୋ ମାମୁଁ ଘର ଏଇଟା ଯେଉଁ ଜାଗା ଦେଖୁଛ ଏଇଟା ହେଲା ଯାଜପୁର ଟାଉନ୍ ମାନେ ପାଣି କୋଇଲି ମୂଳାପାଳ ଯେଉଁ କହୁଛନ୍ତି ଏମାନଙ୍କର ସବୁ ପାଳ ମୋର ମହାନ୍ତି ଆଉ ଜଣଙ୍କର ଅଛି ଆମେ ପୁରା ତିନି ଝିଅ ଆଉ 3 ପୁଅ ସେ ଯେଉଁ ଆଉ ଗୋଟେ ଝିଅ ଅଛି କୁନିଟା ମାନେ ମୋର ଗୋଟେ ପାର୍ଟନର୍ ଅଛନ୍ତି ମାନେ ମୋ ସେ ଭାଇ ନୁହେଁ ହଁ ମୋ ଭାଇ ଯେ କିନ୍ତୁ ସେ ସାନ ନୁହେଁ ବଡ଼ କିନ୍ତୁ ଆମମାନଙ୍କଠୁ ଡରୁଛନ୍ତି ତାଙ୍କ ନାଁ ହେଲା ପପୁନ୍ ଭାଇ ପପୁ ବଟଲ ଆଜ୍ଞା ଇଏ ମିଛିଆ କହୁଛି ପପୁ ବଟଲ ନୁହେଁ ପପୁ ଭାଇ କାହିଁ କାନ୍ଟା କୁଣ୍ଡ ହେଉଛି ଆଉ କାଲି ଯେଉଁ ପୁଅଟା ଦେଖିଲା ଆ ଭାଇ ସିଏ ନିଜ ଭାଇ ଆଉ ମୁଁ ଯେଉଁ କହିଲିନି ପପୁନ୍ ଭାଇ ସିଏ ହେଲା ଏବେ ସେ ତାଙ୍କ ହଷ୍ଟେଲରେ ଅଛନ୍ତି ସେଇଠି ଅଛନ୍ତି ପଢ଼ୁଛନ୍ତି ଟିକେ ବଦମାସ ବି ହେଉଛନ୍ତି ଆଉ କ'ଣ କରିବା ଜୟ ଜଗନ୍ନାଥ ଜୟ ଶ୍ରୀକୃଷ୍ଣ ଜୟ ମା ରାଧା ବାଏ